ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ପ୍ରାପ୍ତ ଶୟନେ ଦୋଷ, ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା ମୁଖ ଶୁଦ୍ଧି। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ମୁଖ ଶୁଦ୍ଧି। ଉତ୍ଥାୟ ପଶ୍ଚିମେ ଯାମେ ତତ୍ ଆଦମ୍ୟ ଚୋଦକମ୍ ମୁଖ ଶୁଦ୍ଧ୍ୟର୍ଥ ମାଉଦ୍ୟତୁ ଗୁଣ୍ଡସ ତ୍ରିତୟଂ ଚରେତ। ରାତ୍ରର ଶେଷ ପହରରେ ଉଠି 3 ଥର କୁଳି କରିବା ଦ୍ୱାରା ମୁଖ ଶୁଦ୍ଧି ହୁଏ। ବନ୍ଧୁ, ଆଜି ଆମେ ଜାଣିଲେ ମୁଖ ଶୁଦ୍ଧି। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା କର ଦର୍ଶନ। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।